आम्भेମାନେ ଏବେ ସିଟି ଏବଂ ବେଡ୍ ଏକ୍ଜାମରେ ଟିଚିଂ ଆପ୍ଟିଚ୍ୟୁଡ଼ରୁ ଆସୁଥିବା କିଛି ସିଲେକ୍ଟେଡ୍ କ୍ୱେଶ୍ଚନ୍ ଡିସ୍କସନ୍ କରିବୁ, ଯାହାକି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆପଣମାନେ ଯଦି ସିଟି ଏବଂ ବେଡ୍ ପାଇଁ ସିରିୟସଲି ପ୍ରିପେୟାର ହେଉଛନ୍ତି, ତାହେଲେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକି ନା ଏଥିରେ ଏମିତି କିଛି କ୍ୱେଶ୍ଚନ୍ ଅଛି ଯାହାକି ପ୍ରତିବର୍ଷ ଆସୁଛି। ଆପଣମାନେ ଯଦି ପ୍ରତିଦିନ ଏଇଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୋଟିଫିକେସନ୍ ବଟନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ନେକ୍ସଟ ଭିଡ଼ିଓ ଯେତେବେଳେ ବି ଅପଲୋଡ଼ ହେବ ଆପଣ ଜାଣିପାରିବେ ଏବଂ ଆପଣଙ୍କ ଏକ୍ଜାମ୍ ପାଇଁ ପ୍ରିପାରେସନ୍ ମଧ୍ୟ ହୋଇପାରିବେ। ତେବେ ଚାଲନ୍ତୁ ଆଜିର କ୍ୱେଶ୍ଚନ୍ ଆନ୍ସର୍ କ'ଣ ରହିଛି ଡିଟେଲ୍ସ ଡିସ୍କସନ୍ କରିବା। ତ ଫ୍ରେଣ୍ଡସ୍, ଏହି ସମସ୍ତ କ୍ୱେଶ୍ଚନ୍ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆପଣ ଏହାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭଲ ଭାବରେ ଦେଖନ୍ତୁ ଏବଂ ପ୍ରତିଟି କ୍ୱେଶ୍ଚନ୍ର ଆନ୍ସର୍ ଦେବା ପାଇଁ ମଧ୍ୟ ଟ୍ରାଏ କରନ୍ତୁ ଏବଂ କେତୋଟି ଆନ୍ସର୍ ଆପଣଙ୍କର ଠିକ୍ ରହୁଛି ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଜଣାଇବେ। ତେବେ ଚାଲନ୍ତୁ ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ରହିଛି ଦେଖିବା। ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସହିତ ଯୋଗାଯୋଗ କରିବା ବେଳେ କେଉଁଟି ଗୁରୁତ୍ୱପୂର୍ଣ୍ଣ? ଉଦାସୀନତା, ବିଦ୍ୱେଷ, ସମ୍ବେଦନଶୀଳତା, ଅନୁକମ୍ପା। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ସମ୍ବେଦନଶୀଳତା। ଶ୍ରେଣୀଗୃହ ମଧ୍ୟରେ ମୁକ୍ତ ଭାବରେ ଶିକ୍ଷଣ ସାମର୍ଥ୍ୟରୁ କାହାର ବିକାଶ ଘଟିଥାଏ? ଆତ୍ମମର୍ଯ୍ୟାଦା, ଆତ୍ମବିକାଶ, ସ୍ୱତଃସ୍ଫୂର୍ତ୍ତତା, ଉପରୋକ୍ତ ସମସ୍ତ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ଉପରୋକ୍ତ ସମସ୍ତ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ଗୋଟିଏ ଶ୍ରେଣୀଗୃହକୁ ସଫଳ ଭାବରେ ନିୟନ୍ତ୍ରକ କୁହାଯାଏ ଯେତେବେଳେ ଶିକ୍ଷକ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥାନ୍ତି, ଛାତ୍ରମାନଙ୍କୁ ନିଜ ଶିକ୍ଷଣର ଆତ୍ମନିୟନ୍ତ୍ରଣ ନିମନ୍ତେ ସୁଯୋଗ ପ୍ରଦାନ କରନ୍ତି, ଛାତ୍ରଛାତ୍ରୀମାନଙ୍କ ଆଚରଣକୁ ନିୟନ୍ତ୍ରିତ କରିବା ନିମନ୍ତେ ନିୟମ ପ୍ରୟୋଗ କରିଥାନ୍ତି, ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣର ସମସ୍ତ ଦାୟିତ୍ୱ ବହନ କରିଥାନ୍ତି। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ଛାତ୍ରମାନଙ୍କୁ ନିଜ ଶିକ୍ଷଣର ଆତ୍ମନିୟନ୍ତ୍ରଣ ନିମନ୍ତେ ସୁଯୋଗ ପ୍ରଦାନ କରନ୍ତି। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ଜଣେ ଶିକ୍ଷକ କିପରି ଛାତ୍ରଛାତ୍ରୀମାନଙ୍କର ସ୍ନେହ ଓ ପ୍ରଶଂସା ଭାଜନ ହୋଇଥାନ୍ତି? ସେମାନଙ୍କ ବ୍ୟକ୍ତିଗତ ଆବଶ୍ୟକତା ଓ ଆକାଂକ୍ଷାକୁ ଶୁଣିଥାନ୍ତି, ପାଠ୍ୟ ବିଷୟରେ ଦକ୍ଷତା ଲାଭ କରିବା, ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ହେବା, ଘରକୁ ଯାଇ ପିତାମାତାଙ୍କ ସହିତ ସେମାନଙ୍କ ବିଷୟ ଆଲୋଚନା କରିବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ, ସେମାନଙ୍କ ବ୍ୟକ୍ତିଗତ ଆବଶ୍ୟକତା ଓ ଆକାଂକ୍ଷାକୁ ଶୁଣିଥାନ୍ତି। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ଶିକ୍ଷକମାନଙ୍କ ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ସ୍ୱ ଅନୁଭବ ପ୍ରକାଶ ଗୁରୁତ୍ୱପୂର୍ଣ୍ଣ, କାରଣ ପାଠ୍ୟ ଖସଡ଼ା ପ୍ରସ୍ତୁତରେ ଏହା ସହାୟକ ହୋଇଥାଏ, ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣରେ ସହାୟକ ହୋଇଥାଏ, ଛାତ୍ରଛାତ୍ରୀମାନଙ୍କ ଦୋଷ ଦୁର୍ବଳତା ଦର୍ଶାଇଥାଏ, ଶିକ୍ଷକମାନଙ୍କ ବୃଦ୍ଧି ଓ ବିକାଶରେ ସହାୟକ ହୋଇଥାଏ। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ଶିକ୍ଷକମାନଙ୍କ ବୃଦ୍ଧି ଓ ବିକାଶରେ ସହାୟକ ହୋଇଥାଏ। ନେକ୍ସଟ ଦେଖନ୍ତୁ କ'ଣ ରହିଛି କ୍ୱେଶ୍ଚନ୍। ଛାତ୍ରଛାତ୍ରୀ ବିଦ୍ୟାଳୟରେ କ୍ଷତାକ୍ତ ହେଲେ ଶିକ୍ଷକ କ'ଣ କରିବେ? ପିଲାକୁ ଘରକୁ ନେବା ପାଇଁ ପିତାମାତାଙ୍କ ସହିତ ଯୋଗାଯୋଗ କରିବେ, ପ୍ରଧାନ ଶିକ୍ଷକଙ୍କୁ ଜଣାଇବେ, ଆବଶ୍ୟକ ସ୍ଥଳେ ପ୍ରାଥମିକ ଚିକିତ୍ସା ପ୍ରଦାନ କରି ଡାକ୍ତରଙ୍କ ପାଖକୁ ନେବେ, ତାକୁ ବିବ୍ରତ ନ ହୋଇ ପାଠ ପ୍ରତି ଧ୍ୟାନ ଦେବାକୁ କହିବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ଆବଶ୍ୟକ ସ୍ଥଳେ ପ୍ରାଥମିକ ଚିକିତ୍ସା ପ୍ରଦାନ କରି ଡାକ୍ତରଙ୍କ ପାଖକୁ ନେବେ। ତ ଆପଣ ଏହାକୁ ଭଲ ଭାବରେ ମନେ ରଖନ୍ତୁ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ଶିକ୍ଷକଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପ୍ରତି କରାଯାଉଥିବା ସଫଳ ସ୍ୱ ଅନୁଭବ ପ୍ରକାଶ ହେଉଛି ପରୋକ୍ଷ, ସମର୍ଥନକାରୀ, ବିଳମ୍ବିତ, ଆକ୍ରମଣାତ୍ମକ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ସମର୍ଥନକାରୀ। ଉତ୍ତମ ଶିକ୍ଷକ ଛାତ୍ର ସମ୍ପର୍କ ନିମନ୍ତେ କେଉଁଟି ଠିକ୍? ଶ୍ରେଣୀଗୃହ ମଧ୍ୟରେ ସୀମିତ ରହିବା, ଅନ୍ତରଙ୍ଗ ଓ ସମ୍ମାନାସ୍ପଦ ହେବା, ନିକଟତର ଓ ବନ୍ଧୁତ୍ୱପୂର୍ଣ୍ଣ ହେବା, ପିତାମାତା ଶିଶୁ ସମ୍ପର୍କ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ଅନ୍ତରଙ୍ଗ ଓ ସମ୍ମାନାସ୍ପଦ ହେବା। ସଫଳ ଶ୍ରେଣୀଗୃହ ପରିବେଶ ନିମନ୍ତେ କେଉଁଟି ଅତ୍ୟାବଶ୍ୟକ? ଭିନ୍ନ ଭିନ୍ନ ପ୍ରକାରର ଶିକ୍ଷାଦାନ ସହାୟକ ସାମଗ୍ରୀ, ଛାତ୍ରମାନଙ୍କର ଶୃଙ୍ଖଳିତ ଆଚରଣ, ଛାତ୍ର ଶିକ୍ଷକ ସମ୍ପର୍କକୁ ଜୀବନ୍ତ କରିବା, କାନ୍ଥରେ ରଙ୍ଗୀନ ଚିତ୍ର ଝୁଲାଇବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ଛାତ୍ର ଶିକ୍ଷକ ସମ୍ପର୍କକୁ ଜୀବନ୍ତ କରିବା। ଜଣେ ଅଭିଭାବକ ପରୀକ୍ଷାରେ ନିଜ ପିଲାର ଅଧିକ ନମ୍ବର ଦେବାକୁ ଅନୁରୋଧ କଲେ, ଶିକ୍ଷକ କ'ଣ କରିବେ? ଉତ୍ତମ ସମ୍ପର୍କ ସୃଷ୍ଟି ନିମନ୍ତେ ତାକୁ ସାହାଯ୍ୟ କରିବା, ତାଙ୍କୁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠାଇବା, କାହିଁକି ନମ୍ବର ଦିଆଯିବ ନାହିଁ ବୁଝାଇବା,
ଉକ୍ତ ଅଭିଭାବକଙ୍କ ପିଲାର ଖାତା ନିଜେ ନ ଦେଖି ଅନ୍ୟ ଶିକ୍ଷକଙ୍କୁ ଦେବା। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, କାହିଁକି ନମ୍ବର ଦିଆଯିବ ନାହିଁ ବୁଝାଇବା। ନେକ୍ସଟ ଦେଖନ୍ତୁ କ'ଣ ରହିଛି, ଛାତ୍ରଛାତ୍ରୀମାନେ ପାଠ ପଢ଼ାର ଉପଯୁକ୍ତ ଧ୍ୟାନ ନଦେଲେ ଶିକ୍ଷକ କ'ଣ କରିବେ? ଅମନୋଯୋଗୀ ନ ହେବା ପାଇଁ ସେମାନଙ୍କୁ ସତର୍କ କରାଇବା, କେବଳ ମନୋଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା, ସେମାନଙ୍କୁ ଶ୍ରେଣୀ ବାହାରର କାର୍ଯ୍ୟ କରିବାକୁ ଦେବା, କିଛି ଉତ୍ସାହଜନକ ଶିକ୍ଷାଦାନ କୌଶଳ ପ୍ରୟୋଗ କରିବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, କିଛି ଉତ୍ସାହଜନକ ଶିକ୍ଷାଦାନ କୌଶଳ ପ୍ରୟୋଗ କରିବା। ନେକ୍ସଟ ଦେଖନ୍ତୁ କ'ଣ ରହିଛି, ବିଦ୍ୟାଳୟ ପରିବେଶକୁ ସୁନ୍ଦର କରିବା ନିମନ୍ତେ କାହାର ଅଧିକ ସମ୍ପୃକ୍ତି ଥାଏ? ଗୋଷ୍ଠୀର ସଦସ୍ୟ, ପିଲାମାନେ, ସିଆର୍ସିସି, ପ୍ରଶାସନ। ଏହା ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ, ଗୋଷ୍ଠୀର ସଦସ୍ୟ। ପାଠ୍ୟଦାନ ଉପରେ ଛାତ୍ରମାନଙ୍କ ଦ୍ୱାରା ଅନୁଭବ ପ୍ରକାଶ ସମୟରେ ଶିକ୍ଷକ କ'ଣ କରିବା ଉଚିତ? ନିଜ ଭୁଲ ନିମନ୍ତେ ଲଜ୍ଜିତ ହୋଇଥାନ୍ତି, ପିଲାମାନଙ୍କ ଅନୁମାନ କାହିଁକି ଠିକ୍ ନୁହେଁ ବୁଝାଇବା, ପିଲାମାନେ ସମସ୍ତ କ୍ଷେତ୍ରରେ ଠିକ୍ ଅଛନ୍ତି ବୋଲି ଧରିନେବା, ନିଜ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାୟିତ୍ୱ ଗ୍ରହଣ କରିବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ନିଜ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାୟିତ୍ୱ ଗ୍ରହଣ କରିବା। ନେକ୍ସଟ ଦେଖନ୍ତୁ କ'ଣ ରହିଛି, ଏକ ଗଠନ ଭିତ୍ତିକ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ନିଷ୍କ୍ରିୟ ଭୂମିକା ଗ୍ରହଣ କରିଥାନ୍ତି, ଛାତ୍ରମାନେ ଜାଣିଥିବା ବିଷୟ ଉପରେ ଶିକ୍ଷଣ ଗଠିତ ହୋଇଥାଏ, ଶିକ୍ଷକଙ୍କ ଭୂମିକା ନିର୍ଦ୍ଦେଶନା ଭିତ୍ତିକ, ଏକ ନିର୍ଦ୍ଦିଷ୍ଟ ପାଠ୍ୟ ଖସଡ଼ା ଅନୁସରଣ କରାଯାଇଥାଏ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ଛାତ୍ରମାନେ ଜାଣିଥିବା ବିଷୟ ଉପରେ ଶିକ୍ଷଣ ଗଠିତ ହୋଇଥାଏ। ନେକ୍ସଟ ଦେଖନ୍ତୁ କ'ଣ ରହିଛି, ଜଣେ ଅଭିଜ୍ଞ ଯୋଗାଯୋଗକାରୀ ହେଉଛି ମୌଖିକ ଓ ଲିଖିତ ଯୋଗାଯୋଗ ଉତ୍ତମ ଭାବରେ ପ୍ରଦର୍ଶନ କରିଥାନ୍ତି, ଉତ୍ତମ ସଂଗଠନ ଓ ପରିଯୋଜନା ଭିତ୍ତିକ ଦକ୍ଷତା ପ୍ରଦର୍ଶନ କରିଥାନ୍ତି, ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଯୋଗାଯୋଗ କୌଶଳ ପ୍ରଦର୍ଶନରେ ସହାୟକ ହୋଇଥାନ୍ତି, ଉପରୋକ୍ତ ମଧ୍ୟରୁ ସମସ୍ତ। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ଉପରୋକ୍ତ ମଧ୍ୟରୁ ସମସ୍ତ। ଏ କ୍ୱେଶ୍ଚନଟି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, ଆପଣ ଏହାକୁ ଭଲ ଭାବରେ ମନେ ରଖିଥିବେ। ନେକ୍ସଟ ଦେଖନ୍ତୁ କ'ଣ ରହିଛି, କୌଣସି ଛାତ୍ରଛାତ୍ରୀ ଶିକ୍ଷକଙ୍କ କଥାରେ ଏକମତ ନହେଲେ ଶିକ୍ଷକ ଏକମତ ନହେବାର କାରଣ ପଚାରିବା, ଭବିଷ୍ୟତରେ ଏପରି ନ କରିବା ନିମନ୍ତେ ତାଙ୍କୁ ପ୍ରବର୍ତ୍ତାଇବା, ତା'ର ଜ୍ଞାନ ସୀମିତ ବୋଲି ତାକୁ କହିବା, ସେ ବଡ଼ ହେଲେ ବୁଝିପାରିବ ବୋଲି କହିବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ, ଏକମତ ନ ହେବାର କାରଣ ପଚାରିବା। ନେକ୍ସଟ ଦେଖନ୍ତୁ କ'ଣ ରହିଛି, କୌଣସି ଛାତ୍ର ବା ଛାତ୍ରୀ ଅନେକ ପ୍ରଶ୍ନ ପଚାରିଲେ ଶିକ୍ଷକଙ୍କ ନିମନ୍ତେ କ'ଣ କରିବା ଆବଶ୍ୟକ? ଗୃହ ମଧ୍ୟରେ ଓ ବାହାରେ ତା'ର ଉତ୍ସୁକତା ଦୂର କରିବାକୁ ଚେଷ୍ଟା କରିବା, ଶ୍ରେଣୀରେ ଅନ୍ୟ ପିଲାମାନଙ୍କ ନିମନ୍ତେ ବିଶୃଙ୍ଖଳା ସୃଷ୍ଟି ହେବ କହି ପ୍ରଶ୍ନ ନ ପଚାରିବାକୁ କହିବା, ପ୍ରଶ୍ନ ପଚାରିବା ପୂର୍ବରୁ ବିଷୟକୁ ଭଲ ଭାବରେ ପଢ଼ିବାକୁ କହିବା, ସେହି ଶ୍ରେଣୀରେ ପଢ଼ାଇବା ନିମନ୍ତେ ଶିକ୍ଷକ ଅନ୍ୟ ଜଣେ ସହକର୍ମୀକୁ ନିୟୋଜିତ କରିବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ, ଶ୍ରେଣୀ ଗୃହ ମଧ୍ୟରେ ଓ ବାହାରେ ତା'ର ଉତ୍ସୁକତା ଦୂର କରିବାକୁ ଚେଷ୍ଟା କରିବା। ନେକ୍ସଟ ଦେଖନ୍ତୁ କ'ଣ ରହିଛି, ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ଆଗରେ ସ୍ୱଅନୁଭବ ପ୍ରକାଶ କଲେ ଶିକ୍ଷକ କ'ଣ ନ କହିବା ଉଚିତ? ବ୍ୟକ୍ତିଗତ ଆଚରଣରେ ପ୍ରତିଫଳନ କରିବା, ବ୍ୟକ୍ତିଗତ କାର୍ଯ୍ୟକଳାପକୁ ରଖିବା, ସ୍ୱଅନୁଭବ ପ୍ରକାଶ ଉପରେ ସ୍ପଷ୍ଟୀକରଣ ଲୋଡ଼ିବା, ଏକ ଗ୍ରହଣଯୋଗ୍ୟ ମନୋଭାବ ପୋଷଣ କରିବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ବ୍ୟକ୍ତିଗତ କାର୍ଯ୍ୟକଳାପକୁ ରୋକିବା। ନେକ୍ସଟ ଦେଖନ୍ତୁ କ'ଣ ରହିଛି, ଛାତ୍ର କୈନ୍ଦ୍ରିକ ଶ୍ରେଣୀଗୃହ କାର୍ଯ୍ୟରେ ଉଦ୍ଦେଶ୍ୟ କାହା ଦ୍ୱାରା ସାଧିତ ହୋଇଥାଏ? ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣକୁ ସହଜ କରିଥାଏ, ଏକ ଗଣତାନ୍ତ୍ରିକ ଶିକ୍ଷାଦାନ ଶୈଳୀର ପ୍ରୟୋଗ, ଶିକ୍ଷାଦାନରେ ଗଠନ ଭିତ୍ତିକ ପ୍ରକ୍ରିୟା ପ୍ରଚଳନ କରିବା, ଉପରୋକ୍ତ ମଧ୍ୟରୁ ସମସ୍ତ। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ଉପରୋକ୍ତ ମଧ୍ୟରୁ ସମସ୍ତ। ଶିକ୍ଷାଦାନ ସହାୟକ ସାମଗ୍ରୀ ଶ୍ରେଣୀଗୃହରେ କେଉଁମାନଙ୍କୁ ଭିତ୍ତି କରି ବ୍ୟବହୃତ ହେବା ଉଚିତ? ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷାଦାନ ଉଦ୍ଦେଶ୍ୟ, ଶ୍ରେଣୀରେ ଛାତ୍ରଛାତ୍ରୀ ସଂଖ୍ୟା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ଶିକ୍ଷାଦାନ ଉଦ୍ଦେଶ୍ୟ। ନେକ୍ସଟ ଦେଖନ୍ତୁ କ'ଣ ରହିଛି, କେଉଁଟି ସାହାଯ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରଦାନ କରାଯାଇଥାଏ? ପରିବେଶ ଭିତ୍ତିକ ପରସ୍ପର ବିନିମୟ, ପରିଭ୍ରମଣ, ପରୀକ୍ଷଣର ପ୍ରଦର୍ଶନ, ଉପରୋକ୍ତ ମଧ୍ୟରୁ ସମସ୍ତ। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ଉପରୋକ୍ତ ମଧ୍ୟରୁ ସମସ୍ତ।
ଜଣେ ଛାତ୍ରଛାତ୍ରୀ ଅବାନ୍ତର ପ୍ରଶ୍ନ ପଚାରିଲେ ଶିକ୍ଷକ କ'ଣ କରିବେ? ପ୍ରଶ୍ନର ଉତ୍ତର ଦେବେ ନାହିଁ, ସ୍ପଷ୍ଟତା ଆଣିବା ନିମନ୍ତେ ପ୍ରଶ୍ନର ପୁନର୍ବ୍ୟାଖ୍ୟା କରିବେ, ପ୍ରଶ୍ନର ଅବାନ୍ତରତା ଦର୍ଶାଇବେ, ଛାତ୍ରଛାତ୍ରୀଙ୍କୁ ବସିବା ପାଇଁ କହିବେ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ସ୍ପଷ୍ଟତା ଆଣିବା ନିମନ୍ତେ ପ୍ରଶ୍ନର ପୁନର୍ବ୍ୟାଖ୍ୟା କରିବେ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ହାରାହାରି ଠାରୁ ଦୁର୍ବଳ ମେଧାର ଛାତ୍ରଛାତ୍ରୀଙ୍କ ନିମନ୍ତେ ଶ୍ରେଣୀରେ ଶିକ୍ଷକ କ'ଣ କରିବେ? ସେମାନଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଇବେ ନାହିଁ, ସେମାନଙ୍କ ପ୍ରତି ବିଶେଷ ଭାବରେ ଦୃଷ୍ଟି ଦେବେ ନାହିଁ, ସେମାନଙ୍କ ପ୍ରତି ବଦାନ୍ୟତା ଭାବ ପ୍ରଦର୍ଶନ କରିବେ, ଦୁର୍ବଳ ମେଧାର ପିଲାମାନଙ୍କୁ ସ୍ତରର ଶିକ୍ଷାଦାନ କରିବେ। ତାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ସେମାନଙ୍କ ପ୍ରତି ବଦାନ୍ୟତା ଭାବ ପ୍ରଦର୍ଶନ କରିବେ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ନିମ୍ନ ମଧ୍ୟରୁ କେଉଁଟି ପ୍ରାଥମିକ ଭାବରେ ଶ୍ରେଣୀଗୃହ ପାଠ୍ୟଦାନରେ ବ୍ୟବହୃତ ହୋଇଥାଏ? କଳାପଟା, ଦୃଶ୍ୟଶ୍ରାବ୍ୟ ଉପକରଣ, ପ୍ରଦର୍ଶନ, ଓଭରହେଡ୍ ପ୍ରୋଜେକ୍ସନ୍। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ, କଳାପଟା। ନେକ୍ସଟ ଦେଖନ୍ତୁ, ଜଣେ ଛାତ୍ର ଶ୍ରେଣୀରେ ଶିକ୍ଷକଙ୍କୁ ଦୁର୍ବ୍ୟବହାର କଲେ, ଶିକ୍ଷକ ତା ସହିତ କଥା ହେବେ ନାହିଁ, ସେଦିନ ପାଇଁ ଶ୍ରେଣୀ ପରିତ୍ୟାଗ କରିବେ, ପ୍ରଚ୍ଛନ୍ନ କାରଣ ଖୋଜି ତାକୁ କ୍ଷମା କରିଦେବେ, ପ୍ରଧାନ ଶିକ୍ଷକଙ୍କ ପାଖରେ ଅଭିଯୋଗ କରିବେ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ପ୍ରଚ୍ଛନ୍ନ କାରଣ ଖୋଜି ତାକୁ କ୍ଷମା କରିଦେବେ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷା ବିଭାଗ ପ୍ରଶାସକମାନଙ୍କର ନେତୃତ୍ୱ ଭିତ୍ତିକ କାର୍ଯ୍ୟ ନୁହେଁ? ଶିକ୍ଷକମାନଙ୍କୁ ପାଠ ଯୋଜନା ଖାତା ଯୋଗାଇ ଦେବା, ଆଦର୍ଶ ଶିକ୍ଷଣ ଓ ଶିକ୍ଷାଦାନ କାର୍ଯ୍ୟର ଆୟୋଜନ କରିବା, ନବନିଯୁକ୍ତମାନଙ୍କୁ ନିଯୁକ୍ତିକାଳୀନ ପ୍ରଶିକ୍ଷଣ ପ୍ରଦାନର ଆୟୋଜନ କରିବା, ଶିକ୍ଷକମାନଙ୍କ ନିମନ୍ତେ ଅନୁକୂଳ ମହାଭାବାପନ୍ନ ପ୍ରଶିକ୍ଷଣ ଆୟୋଜନ କରିବା। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ, ଶିକ୍ଷକମାନଙ୍କୁ ପାଠ ଯୋଜନା ଖାତା ଯୋଗାଇ ଦେବା। ନେକ୍ସଟ ଦେଖନ୍ତୁ କ'ଣ ରହିଛି। SMC ଡାକିବାରେ କିଏ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ? SMCର ସଭାପତି, ପ୍ରଧାନ ଶିକ୍ଷକ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷକ ଅଭିଭାବକ ସଂଘ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ପ୍ରଧାନ ଶିକ୍ଷକ। ନେକ୍ସଟ ଦେଖନ୍ତୁ କ'ଣ ରହିଛି। ଶ୍ରେଣୀ ଗୃହ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଧ୍ୟାନ ଆକର୍ଷଣ କିପରି ବୃଦ୍ଧି ପାଇଥାଏ? ଛାତ୍ରମାନଙ୍କ ଦ୍ୱାରା ଆତ୍ମନିୟନ୍ତ୍ରଣ, ଛାତ୍ରଛାତ୍ରୀମାନଙ୍କ ଆଚରଣକୁ ନିରୀକ୍ଷଣ କରିବା, ଶ୍ରେଣୀ ଗୃହ କାର୍ଯ୍ୟକୁ ଉତ୍ସାହପ୍ରଦ କରିବା, ଉପରୋକ୍ତ ମଧ୍ୟରୁ ସମସ୍ତ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ଉପରୋକ୍ତ ମଧ୍ୟରୁ ସମସ୍ତ। କେଉଁ କାରଣରୁ ଶ୍ରେଣୀ ଗୃହରେ ଯୋଗାଯୋଗ ପ୍ରାୟତଃ ବାଧାପ୍ରାପ୍ତ ହୋଇଥାଏ? ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଦୁର୍ବଳ, ସହକର୍ମୀମାନେ ହସ୍ତକ୍ଷେପ କରନ୍ତି, ପାଠ୍ୟ ବିଷୟ ବଢ଼ାଇବାରେ ଶିକ୍ଷକ ଏକ ପ୍ରକାର ପଦ୍ଧତି ଗ୍ରହଣ କରିଥାନ୍ତି, ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ନଥାନ୍ତି। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ପାଠ୍ୟ ବିଷୟ ପଢ଼ାଇବାରେ ଶିକ୍ଷକ ଏକ ପ୍ରକାରର ପଦ୍ଧତି ଗ୍ରହଣ କରିଥାନ୍ତି। ତ ଫ୍ରେଣ୍ଡସ୍, ଇଏ ଥିଲା ଆଜିର ଭିଡ଼ିଓ। ଭିଡ଼ିଓ କେମିତି ଲାଗିଲା ଏବଂ ଯଦି କିଛି ଡାଉଟ୍ ଥାଏ କମେଣ୍ଟ ବକ୍ସ ନିଶ୍ଚିତ ଭାବରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଏବଂ ସେୟାର କରନ୍ତୁ, ଯାହାଫଳରେ ସମସ୍ତଙ୍କ ପାଖରେ ଇନଫର୍ମେସନ୍ଟି ପହଞ୍ଚି ପାରିବ। ଆପଣମାନେ ଯଦି ପ୍ରତିଦିନ ଏଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ତ ଆଜି ପାଇଁ ଏତିକି, ଥ୍ୟାଙ୍କ ୟୁ।